हेलो फ्रेंड्स, ସମସ୍ତଙ୍କୁ ନମସ୍କାର। ଆଜି ବ୍ଲଗକୁ ସ୍ୱାଗତ କରୁଛି। ଆପଣମାନଙ୍କୁ ଆମେ ପାଖାପାଖି 3 ବର୍ଷ ପର୍ଯ୍ୟନ୍ତ ଶିଶୁର କ'ଣ କ'ଣ ଦରକାର ଆବଶ୍ୟକତା ଅଛି ଟୀକାକରଣ ସବୁ ବିଷୟରେ କହି ଆସିଲେଣି। ଆଉ ଗୋଟେ ଜଷ୍ଟ ସମ୍ମୁଖ ହିସାବରେ କହିବେ, ଆପଣମାନେ ସହଜରେ ବୁଝିପାରିବେ ଯେ ଏହି ଏପିସୋଡଟି ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ। ଆପଣ ଶିଶୁଟିକୁ ଆପଣ ଦେଖି ଦେଖି ତାର ଅଙ୍ଗଭଙ୍ଗୀ ଚାଲିଚଳନରୁ ଜାଣିପାରିବେ ଯେ ସେ ଏଇ ମାସରେ ଏଇ ମାଇଲଷ୍ଟୋନଟା କରୁଛି ନା ନାହିଁ, ତାର ଶାରୀରିକ ବିକାଶ ହେଉଛି ନା ନାହିଁ। ଜନ୍ମ ସମୟରେ ଶିଶୁଟିକୁ ଆପଣ ଦେଖିବେ ସେ ଶୋଇଥିବ, ସିଧା ହିସାବରେ ଶୋଇବ, ଗୋଡ଼ ହାତ ବାଡ଼େଇବ, ଆଉ ମୁଣ୍ଡ ଯୋଉପଟେ ଥିବ ସେଇପଟେ ଥିବ, ସେ ହସୁଥିବ, ଚାହୁଁଥିବ। ଆଉ ଆମେ ତାଙ୍କୁ କହୁ ସେଇ ସମୟରେ ସୋରିଷର ଗୋଟେ ତକିଆ କରି ତାକୁ ମୁଣ୍ଡଟାକୁ ରଖିଲେ ମୁଣ୍ଡଟି ଗୋଲ ହବ। 1.5 ମାସରେ ଶିଶୁର ମୁଣ୍ଡ ଟିକେ ଷ୍ଟ୍ରଙ୍ଗ ହବ, ଆଉ ସେ ସିଧା ହିସାବରେ ମାଆକୁ ଦେଖିପାରିବ। 2.5 ମାସରେ ଶିଶୁଟି ଟିକେ ଗଡ଼ିକିରି ପେଟେଇବା ପାଇଁ ଚେଷ୍ଟା କରିବ, ଆଉ 3.5 ମାସରେ ସେ ପୁରା ପେଟେଇ ପାରିବ। 6 ମାସରେ ସେ ପେଟେଇକିରି ଗୁରୁଣ୍ଡି ଆଣ୍ଠେଇ ଆଣ୍ଠେଇ ଏପଟ ସେପଟ ହେଇପାରିବ, ଆଉ 9 ମାସରେ ସେ ଶିଶୁଟି ମୁଣ୍ଡ ସିଧା କରି ବସି ପାରିବ। ଯଦି ଆପଣମାନେ ଦେଖିଦେଲେ ଏଇସବୁ ମାଇଲଷ୍ଟୋନ ଶିଶୁ ପାଖରେ ହେଉଛି, ତାହେଲେ ଆପଣଙ୍କ ଶିଶୁଟି ଜଣେ ସାଧାରଣ ଶିଶୁ ଭଳି ତାର ବୌଦ୍ଧିକ ଆଉ ଶାରୀରିକ ବିକାଶ ଘଟୁଛି। ଆଉ ଜନ୍ମ ସମୟରେ ଶିଶୁକୁ କୋଉ ଟାଇପର ଖେଳଣା ଦେବେ, ଯେମିତି ନାଲି ନୀଳ ରଙ୍ଗର ଗୋଟେ ମାନେ ଛୋଟ ଛୋଟ ଝୁମକା ବାଲା ଖେଳଣା, ଆଉ ଜଣେ କି ତାକୁ ଥରି ହଲେଇ ପାରୁଥିବେ, ନଟୁ ଯେମିତି ଗୋଲ ନଟୁ ସେଟା ଦେଇପାରିବେ। ଆଉ ତାପରେ ତାକୁ 6 ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇ ପାରିବେ। 6 ମାସ ପୁରିଲା ପରେ ଶିଶୁକୁ ସ୍ତନ୍ୟପାନ ଆଉ ଘର ଖାଦ୍ୟ, ଆଉ 9 ମାସ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ ଆଉ ଘର ଖାଦ୍ୟ ଖୁଆଇ ପାରିବେ। ଆଉ ସେଇ ସମୟରେ ଝୁମୁଝୁମୁ ବାଜୁଥିବା ଖେଳଣା ନାଲି ରଙ୍ଗର, ଯେମିତିକି ସେ ଦେଖିପାରିବ ଆଖିରେ, କାନରେ ଶୁଣିପାରିକିରି ସେ ଶବ୍ଦ ଆଡ଼କୁ ଚାହିଁପାରିବ। ଗାଡ଼ି, ଚକ ଥିବା ଗାଡ଼ି, ଏସବୁ ଖେଳଣା ଆମେ 9 ମାସ ପର୍ଯ୍ୟନ୍ତ ଶିଶୁକୁ ଦେଇପାରିବା। ଏବେ ଆସନ୍ତୁ ଜାଣିବା 12 ମାସରେ ଶିଶୁ କ'ଣ କରିବା ଦରକାର। 12 ମାସରେ ଶିଶୁଟି ଖେଳଣା ଧରିକିରି ଧୀରେ ଧୀରେ ଚାଲିପାରିବ, ଆଉ ଟିକେ ଟିକେ ଆଣ୍ଠେଇ ଆଣ୍ଠେଇ କିଛି କିଛି ଉଚ୍ଚ ଷ୍ଟେପକୁ ଉଠି ପାରିବ। 15 ମାସରେ ଶିଶୁଟି ଖେଳଣା ଧରି ଇଣ୍ଡିପେଣ୍ଡେଣ୍ଟଲି ଖେଳିପାରିବ। 18 ମାସରେ ହାତ ଧରିକି ଡାକିପାରିବ, ବା ମା ବାପା କହିକିରି ମା ବାପାଙ୍କ ଉପରେ ସେ ସବୁ ପ୍ରକାର ଖେଳଣା ଫଳେଇ ପାରିବ, ନିଜର ଆକ୍ଟିଭିଟି ସବୁ ଦେଖେଇ ପାରିବ। 24 ମାସରେ ସେ ଶିଶୁଟି କୌଣସି ଜିନିଷକୁ ଖୋଲି ପାରିବ, ଚାଲିପାରିବ, ଖେଳିପାରିବ, ବଲ୍ ଗଡ଼େଇ ପାରିବ, ସେସବୁ କରିପାରିବ। ଆଉ ଏଇ ସମୟରେ ଆସନ୍ତୁ ଆମେ ଜାଣିବା କ'ଣ ଖେଳଣା। ଏଇ 12 ମାସ ବୟସରେ ଆମେ ତାକୁ ଚକ ଲଗା ଖେଳଣା ବା ଫିତା ଲଗା ଖେଳଣା ଦେଇପାରିବା। ଆଉ 15 ମାସରେ ଆମେ ତାକୁ ବ୍ଲକ ବାଲା ଖେଳଣା ଦେଇପାରିବା, ଯେମିତି ସେ ବ୍ଲକ ଯୋଡ଼ି ପାରିବ, ନମ୍ବର ବ୍ଲକ, ଲେଟର ବ୍ଲକ ଯୋଡ଼ି ପାରିବ। ଆଉ 18 ମାସରୁ 24 ମାସ ଭିତରେ ସେ ଗାଡ଼ି ରକମ ଯେମିତି ଗଡ଼େଇ ଗଡ଼େଇ ଯାଇପାରିବ। ଆଗରୁ ଛୋଟବେଳେ ଆପଣମାନେ ଦେଖିଥିବେ କାଠର 3 କୋଣିଆ ଗାଡ଼ି ଥିଲା, ଯାହାକୁ ପିଲାମାନେ ଠେଲି ଠେଲିକିରି ସବୁଆଡ଼କୁ ଯାଇପାରନ୍ତି, ଆଉ ତାଙ୍କ ଗୋଡ଼ ଚାଲିବାରେ ଷ୍ଟ୍ରଙ୍ଗ ଆଉ ଦୌଡ଼ିବାରେ ସ୍ପିଡ଼ ହେଇଯାଇଥାଏ। ତେଣୁ ସେଇଭଳିଆ ଗାଡ଼ି ଆପଣମାନେ କାଠରେ ହଉ ବା ପ୍ଲାଷ୍ଟିକରେ ହଉ ବଜାରରେ ଉପଲବ୍ଧ ହେଉଛି, ଆପଣମାନେ ତାଙ୍କୁ ପିଲାମାନଙ୍କୁ ଏହା ଦେଇପାରିବେ। ତେଣୁ ଇଏ ତ ଜଷ୍ଟ ସମ୍ୟକରେ ମୁଁ କହିପାରିଲି ଯେ ଶାରୀରିକ ବିକାଶ ଆମେ କେମିତି ଜାଣିପାରିବା, ଆଉ ତାକୁ କ'ଣ ଉପଯୁକ୍ତ ଖେଳଣା ଦେଇପାରିବା। କିନ୍ତୁ ଏହି ସମୟରେ ଶିଶୁକୁ କୌଣସି ଧାରୁଆ ଅସ୍ତ୍ର ଥିବା ଖେଳଣା ଆମେ ଆଦୌ ଦେବା କଥା ନୁହେଁ, ଯାହାକୁ ଶିଶୁକୁ କ୍ଷତି ପହଞ୍ଚାଇ ପାରେ। ଆଜି ପାଇଁ ଏତିକି। ଆପଣ ଯଦି ମୋ ଚ୍ୟାନେଲଟି ଭଲ ଲାଗୁଛି ତାହେଲେ ମୋ ଚ୍ୟାନେଲକୁ ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।